ବେଣୁଧର ରାଉତଙ୍କ ରଚିତ ମଳୟର ଆତ୍ମହତ୍ୟା କବିତା ଉପରେ ଲିଖିତ ଆଲୋଚନା କରିବା ପୂର୍ବରୁ ପ୍ରଥମେ ଛୋଟିଆ କବିତାଟିର ମୂଳ ପାଠ କରୁଅଛି। ମଳୟର ଆତ୍ମହତ୍ୟା। ବସନ୍ତର ଐନ୍ଦ୍ରଜାଲ ସୁବର୍ଣ୍ଣ ପ୍ଲାବନେ ଧରଣୀର ସମାରୋହ ଜାଗେ ଅଗ୍ନି ଜାଳେ ରକ୍ତରେ ଯୌବନ ବହି ଆଣେ ଅସରନ୍ତି ଫୁଲସର ମଳୟର ଢେଉ ଚକ୍ରବାକ ଚକ୍ରବାକୀ ବିଦାୟର କରୁଣ ଚିତ୍କାରେ ଥରି ଉଠେ ସ୍ୱପ୍ନାଳସ ରାତି ଆଉ ଛାତିର ବେଦନା ଶୁଭୁଚିତ ଭାସି ବୁଲେ ଅନ୍ଧକାରେ କ୍ଷୀଣ ଏକ ଆକୁଳ ଚିତ୍କାର ସହରର ଶେଷ ଭାଗେ ଦୂରେ ସେଇ ମ୍ରିୟମାଣ ବସ୍ତିର ପ୍ରାନ୍ତରେ ଜୀବନର ରଣକ୍ଷେତ୍ରେ ଦାରିଦ୍ର୍ୟର ଉଗ୍ର ବାସ୍ତବତା ମଦନର ପଦ୍ମକଢ଼ି ଫୁଟିବାକୁ ଦେଇନାହିଁ କେବେ କିଶୋରୀର ଛାତି ସରସିରେ ମାଳ ମାଳ ଅସ୍ଥି ଢେଉ ସୃଜେ ଯହିଁ କ୍ଷୁଧାର ମନ୍ଥନ ଦେହେ ଭ୍ରୂଣ ଯୌବନର ଅବାଞ୍ଛିତ ନିରୁପାୟ ବିଷର୍ଣ୍ଣ ସମାଧି। ହାୟ ଆଗ ମୋ ଦେଶର ବସ୍ତିର କିଶୋରୀ ନୟନରେ ନାହିଁ ସର ନାହିଁ ପୁଣି ସୁବର୍ଣ୍ଣ ସପନ ମନର ମଣିଷ ନାହିଁ ନାହିଁ କାନେ କୋକିଳ ବା ଚକ୍ରବାକ ଧ୍ୱନି ଅଛି ନୂଆ କାରଖାନା ଚିମିନିର ଧ୍ୱନି ଅନାଗତ ମୁହୂର୍ତ୍ତର ପୁରୋଗାମୀ ସନ୍ଦିଗ୍ଧ ଯୋଜନା ବଞ୍ଚିବାର ବାସ୍ତବ ଓ ବିପୁଳ ସମସ୍ୟା କାରଖାନା କାହାଳୀର ମର୍ମଭେଦୀ ଉତ୍କଟ ଆବାଜ। ବ୍ୟର୍ଥ ଆଜି ମଳୟ ସଞ୍ଚାର ବସ୍ତିର ଅଙ୍ଗନ ଧୂଳି ଭାଙ୍ଗେ ଆଜି ପୁଷ୍ପରେଣୁ ଛାତି ମଇଳା ଓ ଦୁର୍ଗନ୍ଧରେ ମରିଯାଏ ସୁରଭି ସମ୍ଭାର ଅପମାନେ କ୍ଷୀଣ ଅବସନ୍ନ ନିଷ୍ପାଥେୟ ମଳୟର କ୍ରନ୍ଦନରେ ବସ୍ତିର ପ୍ରାନ୍ତରେ ଜମି ଉଠେ ରାତ୍ରିର ଅସ୍ୱସ୍ତି ଏ କ୍ରନ୍ଦନ ଅନ୍ତିମ କରୁଣ ପ୍ରଭାତର ପୁରୋଭାଗେ ବାଜି ଉଠେ ଜୀବନର ଡାକ ଭାସି ଆସେ ମନ୍ଥର ସମୀରେ ଫର୍ଣ୍ଣେସର ଉଷ୍ମ ଆଉ ଚିମିନିର ଧୂଆଁଳିଆ ବାସ୍ତବ ସୂଚନା ଆଗନ୍ତୁକ ଆଲୋକରେ ଦ୍ରବିଯାଏ ମଳୟର ଶବ। କଟକ 6-3-48 ରେଭେନ୍ସା ଭିଆନ୍। ମୋ ପ୍ରବନ୍ଧର ଶୀର୍ଷକ ମଳୟର ଆତ୍ମହତ୍ୟାର କବି ବେଣୁଧର। ବର୍ଷକ 12 ମାସ 12 ମାସରେ ସମୟର ପରିବର୍ତ୍ତନରେ ଜଗତର ପରିବେଶ ଓ ପ୍ରକୃତିରେ ଜଳବାୟୁ ପରିବର୍ତ୍ତନକୁ ଋତୁ କୁହାଯାଏ। ଋତୁ ସମୟର ବଦଳିତ ଅବସ୍ଥା ଗ୍ରୀଷ୍ମ ବର୍ଷା ଶୀତ ହେମନ୍ତ ଶରତ ଓ ବସନ୍ତ ଏହି ଋତୁମାନଙ୍କର ନାମ। ମନୁଷ୍ୟ ଜୀବନର ଅନୁଭୂତି ସିଦ୍ଧ ସୃଜନଶୀଳ କଳାତ୍ମକ ବାଖ୍ୟାର ନାମ ସାହିତ୍ୟ ଯାହାକି ମଣିଷର ହିତ ସାଧିଥାଏ ଉପକାର କରେ ବୋଲି ସାହିତ୍ୟ ନାମ ପ୍ରାପ୍ତ ହୋଇଅଛି। ଜୀବନର ବାଖ୍ୟା ବୟାନ ପରିପ୍ରେକ୍ଷୀରେ ମଣିଷ ରହୁଥିବା ପରିବେଶ ବାତାବରଣର ମଧ୍ୟ ବର୍ଣ୍ଣନା ରହିଥାଏ। ଯେଉଁଥିରେ ଋତୁ ଆସେ ସାହିତ୍ୟରେ ସବୁ ଋତୁର ଅଳ୍ପ ବହୁତ ବର୍ଣ୍ଣନା ଥାଏ ତେବେ ବିଶେଷ କରି ଗ୍ରୀଷ୍ମ ବର୍ଷାକୁ ମିଳନ ବିରହର ଋତୁ ଆଉ ବସନ୍ତକୁ ଯୌବନ ଏବଂ ଆନନ୍ଦ ଉପଭୋଗର ଋତୁ ଭାବରେ କବିମାନେ ସାଧାରଣତଃ ବର୍ଣ୍ଣନା କରିଥାନ୍ତି। ବସନ୍ତ ଋତୁର ବର୍ଣ୍ଣନା ଦେଇ ସ୍ୱଭାବ କବି ରଙ୍ଗାଜୀବ ବା ପ୍ରକୃତିର ଚିତ୍ରକର ଗଙ୍ଗାଧର ମେହେର ତାଙ୍କ ରଚିତ କୀଚକବଧ କାବ୍ୟରେ କହିଛନ୍ତି ବସନ୍ତ ବିଜୟ ବାରତା ପ୍ରଚରିଲା ଭୁବନେ ପାଦପ ଆନିତ ପତର ପରଭୃତ ପଠନେ ଗ୍ରହରାଜ କର୍ଣ୍ଣେ ପଡ଼ିଲା ଋତୁ ସମ୍ରାଟ ଭାଷା ଏଣୁ ସେ ଗମିଲେ ସରଳ ପଥରେ ତେଜି ଦକ୍ଷିଣ ଆଶା ଶିଶିର ନାଶଇ ପଦ୍ମିନୀ ଘନ ରବିଙ୍କି ଗ୍ରାସେ ଏଣୁ ଋତୁପତି ନାମରେ ରବି ରହିଲେ ତ୍ରାସେ। ଲାବଣ୍ୟବତୀ ନାମକ କାଳ୍ପନିକ କାବ୍ୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଲେଖିଛନ୍ତି ଏହି ସମୟରେ ସୁନ୍ଦରୀ ଛାମୁରେ ପ୍ରଭା ମଞ୍ଜୁଳା ଜଣାଇଲା ଅତି ମଧୁର ମଧୁ ଋତୁରାଜ ପ୍ରବେଶ କିଛି ଦିନ ହେଲା ହୋଇଲା ଶ୍ରବଣ କରିନାହୁଁ ନବ କାମିନୀ ପିକ ବଚନରେ ପ୍ରକାଶ କଲାଣି ଅନ୍ଧାର ଯାମିନୀ ମଳୟ ଶିଖରୀ ଶିରୀ ଚୋରି କରି ବହିଲାଣି ମନ୍ଦ ସମୀର ସୁମନାଙ୍କ ବାସ ଚୋରାଇ ନେବଟି ବୋଲି କହିଲାଣି ଭ୍ରମର କେଶର କେଶରେ ହେଲେଣି ମଞ୍ଜୁଳ ଇତ୍ୟାଦି। ନହୁଷ ନନ୍ଦନ ନୃପେନ୍ଦ୍ର ଯଯାତି ଶାନ୍ତିରେ ପାଳନ୍ତି ଦେଶ ଋତୁ ଆବର୍ତ୍ତନେ ଋତୁରାଜ ମଧୁ ପୃଥିବୀରେ ପରବେଶ
ଶର୍ମିଷ୍ଠା କାବ୍ୟ ପଲ୍ଲୀକବି ନନ୍ଦକିଶୋର ବଳ। ବସନ୍ତକୁ ମନୁଷ୍ୟ ଜୀବନର ଉତ୍ସବ ମୁଖର ଋତୁ ବୋଲି ସାଧାରଣତଃ କୁହାଗଲେ ମଧ୍ୟ ଏହା ମଣିଷ ଜୀବନର ଯୌବନର ଋତୁ ହେଲେ ମଧ୍ୟ ଅତ୍ୟାଧୁନିକ କବି ଏକଦା ଓଡ଼ିଆ ଅଧ୍ୟାପକ ଥିବା ଶ୍ରୀଯୁକ୍ତ ବେଣୁଧର ରାଉତ ତାଙ୍କ ରଚିତ ମଳୟର ଆତ୍ମହତ୍ୟା ନାମକ କବିତାରେ ବସନ୍ତ ଋତୁକୁ ମନୁଷ୍ୟ ଜୀବନର ଯୌବନର ଉତ୍ସବ ମୁଖରର ଋତୁ ନ କହି ସହରତଳି ଜନବସତିର ଅଭାବ ଅନଟନ କ୍ଷୁଧା ପିପାସା ଜୀବନ ସଂଗ୍ରାମର ଯୁଝିବାର ଋତୁ ନାମ ଦେଇ ବସନ୍ତର ଅନ୍ୟ ନାମ ମଳୟକୁ ଜଣେ ବ୍ୟକ୍ତିବାଚକ ନାମ ଦେଇ ତାକୁ ଆତ୍ମହତ୍ୟାର ଶିକାର କରାଇଛନ୍ତି, ଯାହାକି କବିଙ୍କର ନାମକରଣ ପ୍ରଦାନରେ ଅଭିନବତାକୁ ବୁଝାଯାଏ। ସୁନ୍ଦର ଆକର୍ଷକ ମନମୁଗ୍ଧକର ନାମକରଣ ପ୍ରଦାନ ତଥା କବିତା ଥିବାରୁ କବିତାଟିକୁ ମୁଁ ଟିଟିଲାଗଡ଼ର ଡିଏଭି କଲେଜରେ ଓଡ଼ିଆ ଅଧ୍ୟାପକ ଥାଇ ମଳୟର ଆତ୍ମହତ୍ୟା ନାମକ ଏହି କବିତାଟିକୁ ଓଡ଼ିଆ ଅନର୍ସର ପିଲାମାନଙ୍କୁ 1995-96 ବର୍ଷ ଦ୍ୱୟରେ ପଢ଼ାଇଥିଲି। ମନୁଷ୍ୟ ଜୀବନରେ ଯେଉଁଠି ସୁଖ ସମ୍ଭୋଗ ନାହିଁ, ଦାରିଦ୍ର୍ୟର ନିପୀଡ଼ନ, କଷାଘାତ, ଅଭାବ ଅନଟନ, ଦୁଃଖ ଦୁର୍ଦ୍ଦଶା, ଅର୍ଥହାନି, ପ୍ରାଣପୀଡ଼ା ରହିଛି, ସେଠି ମଳୟ ବା ବସନ୍ତ ଋତୁ ଆତ୍ମହତ୍ୟା କରିବାକୁ ବାଧ୍ୟ। ଅର୍ଥର ପ୍ରାଚୁର୍ଯ୍ୟ ଥିଲେ ସୁଖ ଉପଭୋଗ୍ୟ ହୋଇଥାଏ। ମନ ବିଳାସପୂର୍ଣ୍ଣ ଜୀବନକୁ ଅତିବାହିତ କରେ। ଯେଉଁଠି ସହରତଳି ଅଭାବଗ୍ରସ୍ତ କୁଡ଼ିଆ କୁଟୀର ଜନସାଧାରଣ ପ୍ରତି ଅବସ୍ଥାରେ କ୍ଷୁଧା ପିପାସାରେ ସମାକୁଳ, ଛୋଟ ପିଲା ଭୋକରେ ଆତୁର ହୋଇ କାନ୍ଦେ, ସେଠି ବସନ୍ତ ବିଜୟ ବାରତା କେମିତି ପ୍ରଚାର କରିବ କୋଇଲିର କୁହୁ କୁହୁ ମଧୁର ତାନରେ, ତାହା ଟିକେ ଭାବିବାର କଥା। ବସନ୍ତ ଋତୁ ସମୟର ଧୀର ମନ୍ଦ ମଳୟ ପବନକୁ ଦେଖି ଗଙ୍ଗାଧର ତାଙ୍କର ମଳୟ ଆବାହନ କବିତାରେ ଗାଇଲେ, ଧୀରେ ଧୀରେ ଆସ ମଳୟ ପବନ ଧୀରେ ଧୀରେ ଆସ ବହି, ପୁଲକିତ କର ଉତ୍କଳବାସୀଙ୍କି ଶୁଭ ସମାଚାର କହି। ମଳୟର ଆତ୍ମହତ୍ୟା ବେଣୁଧରଙ୍କର କବିତାରେ ଓଡ଼ିଶାବାସୀ ପୁଲକିତ ବିମୋହିତ ଆବେଗାନ୍ୱିତ ନ ହୋଇ ବ୍ୟଥାତୁର ହୋଇଛନ୍ତି। କବି ଶିଳ୍ପ ଉନ୍ନତ ସହରୀ ସଭ୍ୟତାର କୁଲି ମଜୁରିଆ ସହରତଳି ଜନବସତିର ଜୀବନ ସଂଗ୍ରାମର ଚିତ୍ର ଦେଇ କହିଛନ୍ତି, ବସନ୍ତ ଋତୁ ଏଇ ସହରତଳିଆ କୁଲି ମଜୁରିଆ ଦାରିଦ୍ର୍ୟ ପୀଡ଼ିତ ଜନବସ୍ତିରେ ଇନ୍ଦ୍ରଜାଲର କୁହୁକ ବା ମ୍ୟାଜିକ୍ର ମୋହନ ମନ୍ତ୍ର ଅପୂର୍ବ ସୁଯୋଗର ବାତାବରଣ ପ୍ରବାହ ପ୍ରତି ଘରେ ସୃଷ୍ଟି କରିପାରି ନାହିଁ। ପୃଥିବୀରେ ଯେତେବେଳେ ଦିନର ସକାଳ ଆସିଲା, ଜୀବନ ଅତିବାହିତର ଗହଳି ଚହଳି ଲାଗିଲା, ସେଠି ଜୀବନ ଯୌବନରେ ନିଆଁ ଲାଗିଛି। କେମିତି ବଞ୍ଚିବି, କ'ଣ ଖାଇବି, ପାଖରେ ଅର୍ଥର ଘୋର ଅଭାବ, କିଭଳି ପରିବାର ପୋଷିବି, ପ୍ରତିପୋଷଣ ପ୍ରତିପାଳିତ କରିବି, ମୋତେ ବୁଦ୍ଧିବାଟ କିଛି ଦିଶୁନାହିଁ। ହୋଲି ଖେଳିବି କ'ଣ, ପିଲାଏ ମୋର ବସନ୍ତ ପଞ୍ଚମୀର ସରସ୍ୱତୀ ପୂଜା ପାଳିପାରିବେ ନାହିଁ। ଅର୍ଣ୍ଣ ଚିନ୍ତା ଚମତ୍କାରା ପରା। ମଳୟର ଧୀର ମନ୍ଥର ପବନ ସକାଳ ସମୟରେ ମଲ୍ଲୀ ଫୁଲର ଓ ଅନ୍ୟାନ୍ୟ ଫୁଲର ସୁବାସକୁ ସ୍ୱର ଭଳିଆ ଦେହରେ ବିନ୍ଧି ପକାଉଅଛି। ନାକରେ ଘ୍ରାଣ ସୁଜୁଛି। ହେଲେ କ'ଣ ହେବ, ଜୀବନର ମିଳନ ଏଠି ବ୍ୟର୍ଥ ବିଫଳ। ମଣିଷ ଯୋଉଠି ଯୌନ ମିଳନାକାଙ୍କ୍ଷୀ ପାଇଁ ଇଚ୍ଛୁକ ନୁହନ୍ତି, ସେଠି ଚକୁଆ ଚକୋଇ ପକ୍ଷୀ ପକ୍ଷିଣୀ ଅବା କ'ଣ ମିଶିବେ। ଅଗତ୍ୟା ସେମାନେ ମଧ୍ୟ ତାଙ୍କ ଜୀବନର କରୁଣ ରାଗିଣୀ ଟେଁ ଟେଁ ଶବ୍ଦ ତୋଳି ଉଡ଼ିଯାଇ ଚାଲିଗଲେଣି ସେହି ସହରତଳି ବସ୍ତି ପରିବେଶରୁ। ସକାଳ ହେବାରୁ ଦିନ ଆସିବାରୁ ଏମାନେ ତଳିବସ୍ତିର ଧଡ଼ିଆ ଧେଡ଼ଙ୍ଗ କାଳିଆ ପତଳା ଦୁର୍ବଳିଆ ଲୋକେ ସୁନେଲି ସ୍ୱପ୍ନକୁ ରାତିରେ ଶୋଇ ଦେଖି ନଥିଲେ କି କେମିତି ଉପଭୋଗ ରୀତିରେ ଜୀବନକୁ ରଙ୍ଗୀନ କରାଯାଇପାରେ, ଭାବି ପାରୁନଥିଲେ। କ୍ଷୁଧା ପୀଡ଼ିତ ଅର୍ଥ ଅଭାବରେ ରହି ଛାତିରେ ମନରେ ଖାଲି ବେଦନା ଏବଂ ଦୁଃଖ ଅନୁଶୋଚନା, ଉପଭୋଗ ଐଶ୍ୱର୍ଯ୍ୟରେ ମସଗୁଲ ଥିବା ଲୋକଙ୍କୁ ଦେଖି ସେମାନେ ଭାବୁଥିଲେ, ସକାଳ ସମୟରେ ବସ୍ତି ଅଞ୍ଚଳବାସୀଙ୍କର ପିଲାମାନେ କ୍ଷୁଧାରେ ପ୍ରପୀଡ଼ିତ ହୋଇ କାନ୍ଦୁଥିବାର ଶବ୍ଦକୁ କବି ଶୁଣିପାରିଛନ୍ତି। ସକାଳର ଆଲୁଅ ଅନ୍ଧାର ମିଶ୍ରିତ ପରିବେଶ ମଧ୍ୟରେ ରହିକି ସହରର ଶେଷରେ ଜନବସ୍ତିଟି ଅଛି। ଭଙ୍ଗା ଦଦରା ଝାଟିମାଟି ଟିଣ ଛପରର ଘରମାନ, ଯାହାକି ଅତି ଦୟନୀୟ। ପଡ଼ିଆ ଉପରେ ଏମାନଙ୍କର ଅଧିବାସ। ଜୀବନ ଏମାନଙ୍କର ଖଟିଲେ ହିଁ ଖାଇବେ, ବସି ଖାଇ ନଈବାଲି ସରାଉ ନାହାନ୍ତିର ଦାରିଦ୍ର୍ୟ ଏଠି
ଉଗ୍ର ଅତି ନିଷ୍ଠୁର। ଓଳିଏ ଖାଇଲେ ଓଳିଏ ଉପାସ। ଏଠି ରହୁଥିବା ଯୁବତୀ କିଶୋରୀ ନିଟଳ ସ୍ୱାସ୍ଥ୍ୟବତୀ ସୁନ୍ଦରୀ ଗୁଲବଦନର ଦିଶେନା। ତାର ଛାତି ପୋଖରୀରେ ପ୍ରେମର ଦେବତା ମଦନର କାମରତିର ପଦ୍ମଫୁଲ ଫୁଟେଇ ନାହିଁ। ଖାଦ୍ୟ ଅଭାବର ନିତ୍ୟତା ଲାଗି ରହିଥିବା କାରଣରୁ ହୃଷ୍ଟପୁଷ୍ଟ ହୋଇପାରି ନାହିଁ ଶରୀର ଦୁର୍ବଳ ଜୀର୍ଣ୍ଣ ଶୀର୍ଣ୍ଣ ପତଳା ହାଡ଼ କଙ୍କାଳସାର ଦେହ। ଭୋକରେ ପେଟରେ ମୂଷା କୁଦେ କଁ କଁ ଡାକେ। ପେଟ ଟାଣି ଉକୁଟି ଆସୁଥିବା ଯୌବନ କଢ଼ି ଅବସ୍ଥାକୁ ବି ପାଇନାହିଁ। ଅସହାୟ ଉପାୟଶୂନ୍ୟ ଦୁଃଖର କବର ଲାଭ କରିଛି। ଜୀବନର ପ୍ରେମର ବିବାହର ଆଶା ହିଁ ନାହିଁ। କବି ନିଜ ଦେଶର ଗରିବର ଦରିଦ୍ର କିଶୋରୀ ମାନଙ୍କୁ ଡାକି ମନେ ମନେ ନିଜେ କହୁଛନ୍ତି, ତୁମ ଆଖିରେ ପ୍ରେମ ସର ନାହିଁ। ସୁନେଲି ସ୍ୱପ୍ନ ବି ତୁମେମାନେ ଦେଖିପାରିବନି। ମନର ମଣିଷ ବି ପ୍ରେମିକ ତୁମର ନାହିଁ। ଦରିଦ୍ର ତୁମେ, ତୁମକୁ କିଏ ଅବା ପ୍ରେମ କରିବ? କୌଣସି ପ୍ରକାର ସୌନ୍ଦର୍ଯ୍ୟ ଦେହ ଅର୍ଥ ଭଲ ବସତି କିଛି ବି ତୁମଠାରେ ନାହିଁ। କିଏ କାହିଁକି ଅବା ତୁମକୁ ବାହା ହେବ? ତୁମର ଶିରୀ ଶ୍ରୀହୀନ ହୋଇ ଯାଇଅଛି। ଏଇ ବସ୍ତି ବାସିନ୍ଦାମାନେ ନିକଟବର୍ତ୍ତୀ କାରଖାନାର କୁଲି ମଜୁରିଆ। ଏମାନଙ୍କ କାନରେ ବସନ୍ତର ବାବଦୁକ କୋଇଲିର କୁହୁ କୁହୁ ମଧୁର ତାନ ଏମାନଙ୍କୁ ଅନ୍ୟମନସ୍କ ବା ଉନ୍ମନା କରିପାରେ ନାହିଁ। ଯାହାକୁ କରିଛି ସେ କବି ହୋଇ କୋଇଲିଠାରେ ପ୍ରାଣ ବିକି ଦେଇଛି ପ୍ରସନ୍ନ ମିଶ୍ର କବିଙ୍କ ଭଳି। ଚକ୍ରବାକର ଧ୍ୱନି ବି ଏମାନଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି କରିପାରି ନାହିଁ। କେବଳ ନୂଆ କରି ସ୍ଥାପିତ ହୋଇଥିବା କାରଖାନାର ଚିମିନିର ସେଁ ସେଁ ଧ୍ୱନି ଏମାନଙ୍କୁ ପେଟପୋଷ ନାହିଁ ଦୋଷର କର୍ମ ସତର୍କ କରାଇ ଦେଇଛି। କାମ କରିବୁ, ନହେଲେ ଉପାସ ରହିବୁ, ହରତାଳ କରିବୁ। ଜୀବନର ପ୍ରତି ପରିସ୍ଥିତି ଏମାନଙ୍କର ସଂଶୟାଚ୍ଛନ୍ନ, କିଛି ପୂର୍ବ ପ୍ରାୟୋଜିତ ଯୋଜନା ବିହୀନ। ଢୋକେ ପିଇ ଦଣ୍ଡେ ଜିର ମାତ୍ର। ଭବିଷ୍ୟତ ନାହିଁ, ଅନ୍ଧାର ଅଛି। ବଞ୍ଚିବାଟା ପ୍ରକୃତ ଓ ବ୍ୟାପକ ଅଜସ୍ର ଜଞ୍ଜାଳମୟ। କାରଖାନା କାହାଳୀ ବିକଟ ଚିତ୍କାର କରି ବସ୍ତି ବାସିନ୍ଦାଙ୍କର ରୋମମୂଳ ଟାଙ୍କୁରାଇ ଦେଉଛି, ଥରାଇ ପକାଉଅଛି। ଏଠି ମଳୟର ପ୍ରବେଶ ବସନ୍ତ ଋତୁର ବାସନ୍ତିକତା ଉପଭୋଗ କରାଇ ଦେଇନାହିଁ। ବିଫଳ ବ୍ୟର୍ଥ ପ୍ରମାଣିତ ହୋଇଛି। ବସ୍ତି ପଚା ଗନ୍ଧମୟ, ଅଳିଆ ଆବର୍ଜନା ଆବିଳତାରେ ଭର୍ତ୍ତି। ସୁଗନ୍ଧ ସୌରଭ ନାହିଁ, ବରଂ ଏଠାରେ ଅପମାନିତ ହେଉଛି ବିଳାସ ବ୍ୟସନ ପ୍ରସାଧନମୟତା। ବସ୍ତି ଜନତାଙ୍କ ମଧ୍ୟରେ ଦେଖାଯାଇ ନାହିଁ ହା ଅର୍ଣ୍ଣ ହା ଅର୍ଣ୍ଣର ଚିତ୍କାର। ମଳୟ ବା ବସନ୍ତ ଋତୁର ଏଠାରେ କିଛି ଆଶ୍ରୟ ନାହିଁ। କେବଳ ନାମରେ ଯାହା ରହିଛି। ରାତିରେ ମଣିଷ ଏଠି ଗରମରେ ଅଣନିଃଶ୍ୱାସୀ ହୋଇଥାଏ। ଥଣ୍ଡା ପବନ ଟିକିଏ ପାଇବା ପାଇଁ ବସନ୍ତ ଋତୁର ସ୍ପର୍ଶରେ ଟିକେ ଟିକେ ଗ୍ରୀଷ୍ମ ଋତୁର ଧାପ ବା ଘାତ ଆସି ସାରିଥାଏ। ସେ ଲାଗି କବି ଏମିତି କହିଛନ୍ତି, ସକାଳ ହେଲା, ପୂର୍ବ ଦିଗରେ ସୂର୍ଯ୍ୟ ଉଦିତ ହେଲା। ବସ୍ତି ବାସିନ୍ଦାଙ୍କର ଜୀବନ ଅଭାବ ଅସୁବିଧା ଭିତରେ ବି ଚଳଚଞ୍ଚଳ ହୋଇ ଉଠିଲା, କୋଳାହଳ ଶବ୍ଦମୟ ହେଲା। ଧୀର ମଳୟର ବସନ୍ତ ପବନ ଶ୍ରମିକ ବସ୍ତିର ସେଇ କୋଳାହଳକୁ ବାହିନେଲା, ଭସାଇ ନେଲା। କାରଖାନାର ଫର୍ଣ୍ଣେସରୁ ଗରମ ପଣ ପାଇଁ ଉତ୍ତପ୍ତ ବାୟୁ ଶବ୍ଦାୟିତରେ ବସନ୍ତ ଋତୁର ସବୁ ସୁଭୋଗମୟତାକୁ ଦ୍ରବୀଭୂତ କରି ନିଜ ଭିତରେ ମିଶାଇ ନେଉଥିଲା। କବିତାରେ ଯନ୍ତ୍ରଶିଳ୍ପ ବିପ୍ଳବର ପ୍ରଭାବ ଅନୁମେୟ ହୋଇଥାଏ। କଟକରେ ରେଭେନ୍ସା ମହାବିଦ୍ୟାଳୟରେ କବି ଯେତେବେଳେ 1948 ମସିହାରେ ଅଧ୍ୟାପକ ଥିଲେ, ସେହି ସମୟରେ କବିତାଟିକୁ ମାର୍ଚ୍ଚ ମାସ 6 ତାରିଖରେ ଲେଖିଥିଲେ ବୋଲି କବିତା ତଳେ ତାରିଖକୁ ବି ମୁଦ୍ରିତ କରିଛନ୍ତି। ସୁବୋଧ୍ୟ ଦୁର୍ବୋଧ୍ୟର ମିଶ୍ରିତ ସ୍ୱରରେ କବିତାଟି ବେଶ୍ ରୋଚକୀୟ ରମଣୀୟ ହୋଇଥିବାରୁ କୋର୍ସରେ ପଢ଼ାଯାଇ ପାରିଥିଲା, ନହେଲେ ପଠିତ ହୋଇ ନଥାନ୍ତା।